ଗୁରୁକୁଳ ସମେତ ଦୂର ଦୂରାନ୍ତରୁ ଛୁଟି ଆସିଥିବା ସମସ୍ତ ମୋର କୃଷ୍ଣ ଉପାସକ ବର୍ଗେ ଗୁରୁକୁଳକ ମାନଙ୍କର ଆଶୀର୍ବାଦକୁ ପାଥେୟ କରି ଆଗନ୍ତୁକ ଭବିଷ୍ୟତ ସ୍ନେହ ଆଦରର ଛୋଟ ବଡ଼ କୁନା କୁନି ପୁଅ ଝିଅ ଭାଇ ଭଉଣୀ ମାନେ ଏବଂ ସମକକ୍ଷୀୟ ଯୁବଧର୍ମୀ ଯୁବମର୍ମୀ ସହକର୍ମୀ ମୋର ଯୁବକ ଭାଇ ବନ୍ଧୁ ମାନେ କିଏ ଡାକବାଦୀ ଯନ୍ତ୍ରକୁ କର୍ଣ୍ଣ ଡେରି କର୍ଣ୍ଣକାତି ଶ୍ରବଣ କରୁଥିବା ମାତୃସ୍ଥାନୀୟ ଭଗ୍ନିସ୍ଥାନୀୟ ମାତୃକଳ୍ପା ଭଗ୍ନିକଳ୍ପା ଆଜିଆ ପୂଜିଆ ସ୍ନେହମୟୀ ଶକ୍ତିମୟୀ କରୁଣାମୟୀ ଲକ୍ଷ୍ମୀ ସ୍ୱରୂପା ମା ଭଉଣୀ ମାନଙ୍କୁ ଅଧୀନାର ଅନନ୍ତ କୋଟି ନମସ୍କାର। ପୀଠରେ ଅଧୀଶ୍ୱର ଅଧୀଶ୍ୱରୀ ସର୍ବଦେବା ସର୍ବଦେବୀ ମାନଙ୍କର ଭୟ ଚରଣରେ ଦୀନହୀନ କିଞ୍ଚନାର ଅନନ୍ତ କୋଟି ଦଣ୍ଡବତ। সেই পরম প্রিয় গুরুদেবଙ୍କର ଭୟ ପଦାର ଭିତରେ ଦୀନହୀନ କିଞ୍ଚନାର ଶତକୋଟି 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 ପ୍ରଣିପାତ ଧନରେ ସର୍ବପ୍ରଥମରେ କହିବାର ଉଦ୍ଦେଶ୍ୟ କହିବାର ତାତ୍ପର୍ଯ୍ୟ ଆଜିକାର ମଧ୍ୟ ଏ ନାମ କାହିଁକି ଠାକୁରଙ୍କର ଅନୁଷ୍ଠାନ ଚାଲିଛି ଆମକୁ ଡାକିଛନ୍ତି ଖାଇବା ପାଇଁ କଣ ତାଙ୍କର କଣ ଟଙ୍କା ପଇସା ସରୁନି ଯେ ତମକୁ ବ୍ରହ୍ମଗିରି ଖାଲି ଖାଇବା ପାଇଁ ଏତେ ବାଟ ଡାକିଛନ୍ତି ଆଉ କଣ ବିଳମ୍ବିତ ସମୟ ଯାହା ହଉ ପବିତ୍ର ପୀଠରେ ପବିତ୍ର ଗ୍ରାମ ଫୋଟୋ ସିଙ୍ଗା ପବିତ୍ର ଗ୍ରାମରେ ସମସ୍ତ ବାପା ମାନେ ଭାଇ ମାନେ ମା ମାନଙ୍କର ଆନୁକୂଲ୍ୟରେ ଆଜକୁ ଦୀର୍ଘ ଅନେକ ବର୍ଷ ଧରି ପ୍ରଭୁ ହେଲେ ତ୍ରିନାଥ ମହାପ୍ରଭୁ ପ୍ରାଙ୍ଗଣରେ ଗ୍ରାମବାସୀ ମାନେ ସଂସାରର ମୌଳିକତାକୁ ବଜାଇ ରଖି ଯୋଗାଇ ଦେଇଛନ୍ତି ସୁନ୍ଦର ଏକ ସତସଙ୍ଗ ସାଧୁ ସଙ୍ଗ ହରିହାଟ ଦରବାର ବିଳମ୍ବିତ ସମୟ କାହିଁ କେମିତି କଲେ କମ ଖର୍ଚ୍ଚରେ ହବ ବୋଲି କଲେ ଘୋଷିଛି ଆଉ ଇରେ କମ ଖର୍ଚ୍ଚ କଣ ନାମଟା ସବୁଠୁ କମ ମାନେ ଶସ୍ତା ନାମ ନା ଆଉ କଣ କଲେ ଅଧିକ ଲାଗିଥାନ୍ତା ଆପଣ ଯଦି ମେଲୋଡି କି ଯାତ୍ରା ପାର୍ଟି ଭଜନ ସମାରୋହ ପକେଇବେ ସୋରିଷ ପକେଇବାକୁ ଜାଗା ହବନି ତାର ରେଟ୍ 1 2 3 4 5 6 7 8 9 10 ଲକ୍ଷ କଳି ଯୁଗ ହରି ନାମକୁ ଧକାଟେ କାଲି ହେଲା ଟଙ୍କାଟେ ତେଣୁ କୁହ ଯେତିକି ଜ୍ଞାନୀ ଯେତିକି ବାପା ଯେତିକି ଗୁଣି ଅଛନ୍ତି ସେଇଟାକୁ ଛଣା ବିହନ ଆମର ଏତିକି ଯଥେଷ୍ଟ ଯିବେନି ତ ଯିବେନି ମାନେ ଯିବେନି କଣ ସବୁ ବନ୍ଦ ମାନେ ବସୁଛନ୍ତି ମାନେ ବସିବେ ହଉ ବିଳମ୍ବିତ ସମୟ ଭିତରେ ନାମଟା ଶସ୍ତା ବୋଲି ସମସ୍ତେ ନାମ କରୁଛନ୍ତି ନାଇରେ ପୁଅ ନାମଟା ଶସ୍ତା ବୋଲି ସମସ୍ତେ ନାମ କରୁଛନ୍ତି ବାପା ମାନେ ଭାଇ ମାନେ ଆମ୍ଭ ମାନଙ୍କୁ ବ୍ରହ୍ମଗିରି ଡାକିଛନ୍ତି ଏହା ସମ୍ପୂର୍ଣ୍ଣ ମିଥ୍ୟା କାହିଁକି ନାଇଁ ପାପମୟ ସଂସାର ଭିତରୁ ମୁକ୍ତି ପାଇବା ପାଇଁ ହେଲେ ଆମ୍ଭ ମାନଙ୍କର ମୁକ୍ତିର ମାର୍ଗ ଗୋଟିଏ ପଥ ହେଉଛି ବାପାର ନାମକୁ ଛାଡ଼ିଦେଲେ ଦ୍ୱିତୀୟ ପଥ ଦ୍ୱିତୀୟ ମାର୍ଗ କିଛି ନାହିଁ କାହିଁକି କିଏ କହିଲେ ଆପଣ ମାନଙ୍କର ଚୈତନ୍ୟ ଚେତାମୃତ କଣ କହିଲେ ଦେଖିକି ଟିକେ ମେଜରମେଣ୍ଟ କରି ଦିଅ କଣ କହିଲେ ବାପା କହିଲେ ହରେର ନାମ ହରେର ନାମ ହରେର ନାମ ଇବ ଚୈତନ୍ୟ ଚୈତନ୍ୟ ସୁନ୍ଦର ଭାବରେ ପ୍ରମାଣ ଦେଲେ କହିଲେ ହରେର ନାମ ଇବ ପାପମୟ ସଂସାର ଭିତରୁ ମୁକ୍ତି ପାଇବା ପାଇଁ ହେଲେ ଗୋଟିଏ ମାତ୍ର ମାର୍ଗ ସେ ହେଉଛି ବାପା ନାମକୁ ଛାଡ଼ିଦେଲେ ବାବା ଦ୍ୱିତୀୟ ପନ୍ଥା ଦ୍ୱିତୀୟ ମାର୍ଗ କିଛି ନାହିଁ ଯୋଉ କଥାକୁ ଆପଣ ମାନଙ୍କର ପଞ୍ଚସଖା ଯୁଗର କବି ନେମାଳ ପଦ୍ମବନର ପ୍ରଚଣ୍ଡ ପ୍ରତିଭା ମହାପୁରୁଷ କଣ କହିଲେ କହିଲେ ନାମରେ ଆସିଛି ଜୀବ Yeah.
କଣ କହିବି ବୋଲେ ନାମରେ ଆସିଛି ଯିବ ନାମରେ ଖେଳିଲା ହଁ ଚେତନା ହରାଇ ଯିବ ମାୟାର ଭ୍ରମୁଛି କହିବାର ତାତ୍ପର୍ଯ୍ୟ କଣ ନା ଯେତେବେଳେ ଆମ୍ଭେମାନେ ସମସ୍ତେ ଆଜ୍ଞା ବାପା ମାନେ ଇଏ ମୋହମାୟା ସଂସାର ଭିତରକୁ ଆସିଲେ ଆସିଲେ ଆମ ସତରେ କଣ ଆମ୍ଭେମାନେ ନାମରେ ଆସିଥିଲେ ନାଇଁ ଆଜ୍ଞା ଆଉ ମୋ ବୋଉ କହୁଥିଲା କଣ ତୁ ଆସିଥିଲୁ ଏଇ ପାସେଞ୍ଜର ଅଟୋରେ ଡାଲା ଅଟରାଇଲଣି ନାଇଁ ହବନି ନା ମୋ ବୋଉ କଥା ମୁଁ ପ୍ୟାସେଞ୍ଜର ଅଟରାଇଛି ହଁ ଆରେ ମୋହମାୟା ସଂସାର ଭିତରକୁ ଆମ୍ଭେମାନେ ସମସ୍ତେ ନାମରେ ଆସିଥିଲେ ଯାଉଛେ ମଧ୍ୟ ନାମରେ କାହିଁକି ଆପଣମାନଙ୍କର ପୁରୀ ଜିଲ୍ଲାର ମାଇଲଖୁଣ୍ଟି ଓଡ଼ିଆ ଭାଗବତର ସ୍ରଷ୍ଟା ଅତି ବଡ଼ି ଜଗନ୍ନାଥ ଦାସ କୃଷ୍ଣ ମୁରାତି ଭଗବାନ କାହିଁକି କହିଲେ କୃଷ୍ଣଙ୍କୁ ଅତି ଭଗବାନ କେବଳ ନାମ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କରିବେ ନାମ ସଂକୀର୍ତ୍ତନ ଆଉ କୋଉ କଥା କାହିଁ କହିଲେନି ଆଚ୍ଛା କଥା କହୁଛି ତାଙ୍କର ଯାହା ମନେ ପଡ଼ିଗଲା ଇଏ ନାମ କଥା କାହିଁ କହିଲେ କାହିଁକି ନାମ କଥା ନା କୋ ଯେତେ ଯୁଗ ଅଛି ଆଜ୍ଞା ଶ୍ରେଷ୍ଠ ଯୁଗ ହଉଛି କଳିଯୁଗ କଳିଯୁଗ କାହିଁକି ଆଜ୍ଞା ଏ ଯୁଗରେ ସବୁ କିଛି ସମ୍ଭବ କଣ ସମ୍ଭବ ଆଜ୍ଞା ଆକାଶରେ ଉଡ଼ିବ ହଁ ପାତାଳରେ ଉଡ଼ିକି ଚାଲିବ ହଁ ତଳରେ ଚାଲିବ ହଁ ମୋବାଇଲ ସୁଇଚ୍ ଟିପି ହାଲୋ ହାଏ କହିବ ହଁ ଟିପି ଦେଖିବ ଯାହା ଚାହିଁବ କରିପାରିବ ସବୁ ଆରେ ସେଇଥିପାଇଁ ଏ କଳିଯୁଗ ଶ୍ରେଷ୍ଠ ଆଜ୍ଞା ଶାସ୍ତ୍ର କହିଲେ କହିଲେ କେତେ ଧାୟଙ୍କା ବିଷ୍ଣୁ ସେ କହିଲା ଜଗତ ମୁଖଇ